ଶିକ୍ଷାଗତ ପଦକ୍ଷେପ ବହୁତ ସମୟ ପୂର୍ବର କଥା। ଏକ ନଦୀ କୂଳରେ ଗୋଟିଏ ଅଶ୍ୱତ୍ଥ ଗଛ ଥିଲା। ସେହି ଗଛରେ ଗୋଟିଏ କପୋତ ରହୁଥିଲା। ଗ୍ରୀଷ୍ମ ଋତୁର ସମୟ ଥିଲା। ଗୋଟିଏ ପିମ୍ପୁଡ଼ି ପାଣି ପିଇବା ପାଇଁ ନଦୀ କୂଳକୁ ଆସିଲା। ସେ ପାଣି ପିଉଥିଲା। ତାର ଗୋଡ଼ ଖସିଗଲା ଏବଂ ସେ ନଦୀରେ ବୁଡ଼ିବାକୁ ଲାଗିଲା। କପୋତଟି ଗଛ ଉପରେ ବସି ଏଇସବୁ ଦେଖୁଥିଲା। ପିମ୍ପୁଡ଼ିକୁ ସାହାଯ୍ୟ କରିବା ପାଇଁ କପୋତଟି ଏକ ପତ୍ର ଛିଣ୍ଡାଇ ନଦୀରେ ପକାଇଦେଲା। ପିମ୍ପୁଡ଼ିଟି ସେହି ପତ୍ର ଉପରେ ବସିଗଲା। ପତ୍ରଟି ଭାସି ଭାସି ନଦୀ କୂଳରେ ପହଞ୍ଚିଗଲା। ନଦୀ କୂଳରେ ପହଞ୍ଚି ପିମ୍ପୁଡ଼ିଟି କପୋତକୁ କହିଲା, କପୋତ ଭାଇ, ବହୁତ ବହୁତ ଧନ୍ୟବାଦ। ଆଜି ଆପଣଙ୍କ ଯୋଗୁଁ ମୋ ଜୀବନ ବଞ୍ଚିଛି। କେବେ ଆବଶ୍ୟକ ପଡ଼ିଲେ ମୁଁ ମଧ୍ୟ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବି। ପିମ୍ପୁଡ଼ିର କଥା ଶୁଣି କପୋତଟି ମନେ ମନେ ଭାବିଲା, ଏହି କ୍ଷୁଦ୍ର ପିମ୍ପୁଡ଼ିଟି ମୋର କି ସାହାଯ୍ୟ କରିବ। ପିମ୍ପୁଡ଼ି ପ୍ରତିଦିନ ପାଣି ପିଇବା ପାଇଁ ନଦୀ କୂଳକୁ ଆସେ ଏବଂ କପୋତ ସହିତ ନିଶ୍ଚୟ ଦେଖା କରେ। ଦୁହେଁ ପରସ୍ପର ମଧ୍ୟରେ ବହୁତ କଥାବାର୍ତ୍ତା କରନ୍ତି। ଧୀରେ ଧୀରେ ଦୁହେଁ ଭଲ ବନ୍ଧୁ ପାଲଟିଗଲେ। କିଛିଦିନ ପରେ ଜଣେ ଶିକାରୀ ସେଠାକୁ ଆସିଲା। ସେ ଦୂରରୁ ଦେଖିଲା ଯେ ଗଛ ଉପରେ କପୋତଟି ବସିଛି। ସେ କପୋତ ଉପରକୁ ଲକ୍ଷ୍ୟ ଭେଦ କଲା। ସେହି ସମୟରେ ପିମ୍ପୁଡ଼ିର ନଜର ସେହି ଶିକାରୀ ଉପରେ ପଡ଼ିଲା। ସେ ପାଣି ପିଇବା ପାଇଁ ନଦୀ ଆଡ଼କୁ ଯାଉଥିଲା। ସେ ବୁଝିଗଲା ଯେ ଆଜି ତାର ବନ୍ଧୁର ଜୀବନ ବିପଦରେ ଅଛି। ସେ ତୁରନ୍ତ ଦୌଡ଼ିଯାଇ ଶିକାରୀର ଗୋଡ଼କୁ ଜୋରରେ କାମୁଡ଼ିଦେଲା। ଶିକାରୀର ଲକ୍ଷ୍ୟ ଭ୍ରଷ୍ଟ ହୋଇଗଲା ଏବଂ କପୋତର ଜୀବନ ବଞ୍ଚିଗଲା। ଶିକ୍ଷା: ପ୍ରକୃତ ବନ୍ଧୁ ବିପଦ ସମୟରେ ପରସ୍ପରକୁ ସାହାଯ୍ୟ କରନ୍ତି। ଆବଶ୍ୟକ ସମୟରେ କେହି ଛୋଟ କିମ୍ବା ବଡ଼ ନଥାନ୍ତି। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।